आपण समस्तଙ୍କୁ ମୋର ନମସ୍କାର। ଆଜି ଆମେ କଥା ହେବା ଏଣ୍ଡୋମେଟ୍ରିୟମ ବିଷୟରେ। ସୋ ଏଣ୍ଡୋମେଟ୍ରିୟମ ହେଉଛି ଆପଣଙ୍କ ୟୁଟ୍ରସ୍ ବା ଗର୍ଭାଶୟର ଭିତର ଲାଇନିଂ, ଆଉ ସେହି ଜାଗାରେ ଏମ୍ବ୍ରିଓଟା ଆସିକି ଇମ୍ପ୍ଲାଣ୍ଟେସନ ହେଇଥାଏ ବା ଲାଖିକି ରହିଥାଏ। ସୋ ଥିନ୍ ଏଣ୍ଡୋମେଟ୍ରିୟମ ମାନେ କ'ଣ? ଯଦି ଆମେ ଗୋଟେ ଆଇଭିଏଫ୍ ସାଇକେଲ ପ୍ଲାନ୍ କରୁଛୁ ବିଫୋର ଏମ୍ବ୍ରିଓ ଟ୍ରାନ୍ସଫର, ଯଦି ଏଣ୍ଡୋମେଟ୍ରିୟମର ଥିକନେସଟା 7 mm ରୁ କମ୍ ହେଇଥିବ ଇନ୍ କେସ୍ ଅଫ୍ ଏ ଫ୍ରୋଜେନ୍ ସାଇକେଲ, ଆଉ इन फ्रेश साइकिल यदि लेस देन 8 mm ହେଇଥିବ ସେଇ କେସେସରେ ମୁଁ ତାକୁ ଥିନ୍ ଏଣ୍ଡୋମେଟ୍ରିୟମ ବୋଲି କୁହାଯାଇଥାଏ। ତ ଥିନ୍ ଏଣ୍ଡୋମେଟ୍ରିୟମର ଆପଣ କାରଣ ଜାଣିବାକୁ ପଡ଼ିବ। ତାର ମୁଖ୍ୟ କାରଣ ହେଉଛି ପ୍ରିଭିୟସଲି ଆପଣ ଯଦି ଟ୍ୟୁବରକୁଲୋସିସ୍ ହେଇଥିବ ବା ଟିବି ହେଇଥିବ, 2 ନମ୍ବରରେ ଆଗରୁ କିଛି ଡିଏନ୍ସି ହେଇଥିବ, ପୂର୍ବରୁ ଆପଣ କିଛି ଆସରମାନ ସିଣ୍ଡ୍ରୋମର କିଛି ହିଷ୍ଟ୍ରି ଥିବ, ତା ସହିତ ଆମ ଯେଉଁ ଏଣ୍ଡୋମେଟ୍ରିୟମର ଇନଫେକ୍ସନ ଯେଉଁଟାକି ଆମେ ଏଣ୍ଡୋମେଟ୍ରାଇଟିସ୍ ବୋଲି କୁହାଯାଇଥାଏ ସେଇଟା ହେଇଥିବ। ତା ସହିତ ଆଉ ଗୋଟେ ମୁଖ୍ୟ କାରଣ ହେଉଛି ଆପଣଙ୍କ ପ୍ରିଭିୟସଲି ଯଦି କ୍ୟାନ୍ସର ପାଇଁ କିଛି ରେଡିଏସନ ନେଇଥିବେ, ତ ଏଇଟା ହେଉଛି ମୁଖ୍ୟ କାରଣ। ତ ଆମେ ଏଇଟା କେମିତି ଜାଣିବା? ଦୁଇଟା ଉପାୟ ଅଛି ଥିନ୍ ଏଣ୍ଡୋମେଟ୍ରିୟମ ଜାଣିବା ପାଇଁ। ପ୍ରଥମ ହେଉଛି ଅଲ୍ଟ୍ରାସାଉଣ୍ଡ, ଆଉ ସେକେଣ୍ଡଟା ହେଉଛି ହିଷ୍ଟ୍ରୋସ୍କୋପି, ଯାହା ମାଧ୍ୟମରେ ଆମେ ଜାଣିପାରିବା। କିନ୍ତୁ ଆପଣ ସମସ୍ତଙ୍କୁ ମୁଁ କହିବାକୁ ଚାହିଁବି ଏହାର ବହୁତ ଟ୍ରିଟମେଣ୍ଟ ଅପସନ୍ ଆଭେଲେବୁଲ୍ ଅଛି। ଡିଫରେଣ୍ଟ ମେଡିସିନ ମାନେ ମୁଁ ଦେଇଥାଏ, ଯେମିତି ଆପଣଙ୍କ ସିଲ୍ଡେନାଫିଲ୍, ଏସ୍ପିରିନ୍, L-ଆର୍ଜିନାଇନ୍, ଭିଟାମିନ୍ ଇ ର ବହୁତ ରୋଲ ହୋଇଛି ଆପଣଙ୍କର ଏଇ ଥିନ୍ ଏଣ୍ଡୋମେଟ୍ରିୟମ ଟ୍ରିଟମେଣ୍ଟରେ। ତା ସହିତ ଆଡଭାନ୍ସ ଟ୍ରିଟମେଣ୍ଟ ମାନେ ହେଉଛି ଯେମିତି GCSF ଦେଇଥାଏ, PRP କରିଥାଏ, ଆଉ ଷ୍ଟେମ୍ ସେଲ୍ ଥେରାପି ମଧ୍ୟ ଅଛି। ଆଉ ତା ସହିତ କେତେ ଛୋଟିଆ ପ୍ରୋସିଜର ମୁଁ ଏଣ୍ଡୋମେଟ୍ରିୟମ ସ୍କାଚିଂ କରିଥାଏ। ତ ଏଇସବୁ ଟ୍ରିଟମେଣ୍ଟ କରିକିନା ବହୁ ଜାଗାରେ ମୁଁ ଦେଖେ ଏଣ୍ଡୋମେଟ୍ରିୟମର ଥିକନେସକୁ ଆମେ ବଢ଼େଇ ପାରୁ। ଆଉ ସେଇଟା ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଯଦି ଗୋଟେ ସକ୍ସେସଫୁଲ ପ୍ରେଗନେନ୍ସି ଆମକୁ ଦରକାର, ତ ଏଣ୍ଡୋମେଟ୍ରିୟମକୁ ଆମକୁ ବେଷ୍ଟ ଏଣ୍ଡୋମେଟ୍ରିୟମ କରିବାକୁ ପଡ଼ିବ, ଯାହାଦ୍ୱାରା ଆପଣଙ୍କ ଥିକନେସଟାକୁ ଦେଖେ, ଆଉ 2 ନମ୍ବରରେ ତାର ବ୍ଲଡ୍ ସପ୍ଲାଏ ବା ଭାସ୍କୁଲାରିଟିକୁ ଦେଖାଯାଇଥାଏ। ଧନ୍ୟବାଦ।